बसिछंती कैलाश कंदर रे हिमालय बोली किछि पर्वत नाही हिमालय बोली कौनसी निर्दिष्ट पर्वत नाही हिमालय कुमार कवि ए अरक्षित प्रधान बही लिखिचंती भारत इतिहास लिखिचंती हिमालय पर्वत माला 1164 गोटी ए बरफावृत पर्वत को हिमालय पर्वत माला कुआ जाए ता ऊपर कैलाश होउची गोटा शिखर गंगा बोली कौनसी नदी नाही 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 कलिकता रे जा ऊपर हाबुड़ा पोल तैयारी होईची ता ना हुगुली जोटू आरंभ होईची ता ना गोमुखी जोटी मिसी जाईची ता ना सरस्वती हिमालय बोली कौनसी पर्वत नाही रत्न बोली कौनसी धातु नाही समष्टि तेणु आसी जिबा कैलाश शिखर रे बसिचंती सती चाहि देले पचारिले स्वामी देखंतु आज्ञा दाम्पत्य जीवन स्वामी ये देवता माने कुआडे जाउचंती ना तम बापा गोटा यज्ञ करूचंती 69 भौणी मोर निमंत्रित होइचंती संक्षिप्त रे कहूची पछपाली ना मु आखिर दीट पालुह हे मां तमे जेडे बड़ घरर बहु हेइथा बाप घर जिते दिन दरिद्र अवस्था थांत नाइ कि आज्ञा देखंतु बाप घर पदार्थ रे झियो मानकर केड़े लोभ आखिर दीठ पालुहा झरई देले से दिन सती ओडिया भागवत जगन्नाथ दास कहले मोह पितार यज्ञ काले मोहिनी रास कर्म फले मो बापा यज्ञ करूचंती मु सान झियो मु अधिक स्नेह पाइबा कथा मु जाई पारुनी हौ हौ आम पाला लोक कला गया मु जाई ताई गायक गया हे ज्ञानी जन बापा भूली जीव पुअटिया हो झियटिया हो बापा कोटिए टंका रोजगार करू जिति की मूल्यवान नुहे मा धान कुटु मूल्य लागू ता छुआ पाई माटी सेति के आवश्यक मो माँ मते भूली गला मो माँ चिना जाने ता पुआ मन कथा बापता जानी बकाहू गरीब अभाव गरीब बुझई बुझिब कियो बाटाओ बुझिब कियो बा पुआ हौ झियो हौ ता मन कथा को माँ जेतिकी जानी पारिबो हुए तो बापा जानिबे किंतु एते जानी पारिबे नारी कवि अपर्णा लिखिचंती कहले पुआ मन कथा जाने सिना माँ भाई मन को भौणी कवि मन कथा जानती पंडित प्रिया मन प्रिय जानी सेई कथा को जशवंत दास टीका गोविंद चंद्र रे लिखिले सेई पद को लिखिचंती ज्ञानी जन कहले जल सीना रहे गभीर तलागे मीन रहे सही ठारे माँ सीना जाने पुआ मन कथा हृदय पड़े निरंतरे ठीक यही कथा अनुरूप स्वभाव कवि गंगाधर मेहर किचक बदरे लिखिले पाला परा ये सुंदर पटना पाला पाला कौन गप आज्ञा पारे पांडित्य लारे लासियो खाली गप कहले पाला पैसा को मागना पड़ी ना नहीं कहले जानो ये पुत्र कथा गर्भ धारिणी भाई कथा ते सुने जाने भोजी सतींकर मन पड़िला मो बापा भूली गला मो माँ भूली डाकिले स्वामी
ତମେ କଣ ମୋ ସ୍ୱାମୀ? ନାଇଁ ଗୋଟେ ରୋଲର ବୁଢା ଭାରି ପଡିଲା ସ୍ୱାମୀ ହବା 66 ବୟସରେ ସ୍ୱାମୀ ହବ। ଏ ପାଟି କରନି। ଡାକିଲେ ପ୍ରଭୁ ଆଚ୍ଛା ଆମକୁ ନିମନ୍ତ୍ରଣ କାହିଁ ଦିଆଯାଇନି? ଜ୍ୱାଇଁକି ଶାଳଗ୍ରାମ କହନ୍ତିନି? ଆଜ୍ଞା ଜ୍ୱାଇଁକି ଶାଳଗ୍ରାମ କହନ୍ତିନି? କିନ୍ତୁ ବିଦ୍ୟାପତି ଜ୍ୱାଇଁକି ଚୋର କରିଦେଇଛି ଆଜ୍ଞା। ବିଦ୍ୟାପତି ଲଳିତାକୁ ବିବାହ କରି ଯେତେବେଳେ ନୀଳମାଧବ ଅଦୃଶ୍ୟ ହୋଇଗଲେ ବିଶ୍ୱାବସୁ ଭାବିଲା ମୋ ଜ୍ୱାଇଁ ଠାକୁର ଚୋରି କରି ନେଇ। ତାପରେ ନୀଳମାଧବ ତ ଅଦୃଶ୍ୟ ହୋଇଗଲେ, ଠାକୁର ପୂଜା ହେଲା, ଗୋଟେ ସଂସ୍କୃତି ରହିଲା ଜ୍ୱାଇଁ ଶ୍ୱଶୁର ଘରୁ ଶାଳଗ୍ରାମ ଚୋରି କରିବେ। ମୋ ଶ୍ୱଶୁର ଘରୁ ମୁଁ ପେଟ୍ରୋଲ ମକ୍ସ ଲାଇଟ୍ ଚୋରି କରି ମାଡ଼ ଖାଉ ଖାଉ ବଞ୍ଚିଛି। ଆଜ୍ଞା ଆଜ୍ଞା ବହୁତ ଲୋକ ଏମିତି ଚୋରି କରନ୍ତି। ଆମର ତ ବୁଦ୍ଧି ନାହିଁ ନା। ବରଯାତ୍ରୀରେ ଗଲୁ ଟର୍ଚ୍ଚ ଆଣିଲେ ଚଳିବ, ପେଟ୍ରୋଲ ମାକ୍ସ ଲାଇଟ୍ଟା ତ ଜଳୁଛି ନା। ଶ୍ୱଶୁର ଘରୁ ଜ୍ୱାଇଁ ଶାଳଗ୍ରାମ ମୂର୍ତ୍ତି ଚୋରି କରି ଆଣିବା କଥା। ଏବେ ତ ଶାଳଗ୍ରାମ ସବୁ ଜାଗାରେ ମିଳିବନି, ଆମେ ଲାଇଟ୍ଟା ଧରି ଆଣୁଛୁ, ଲାଇଟ୍ଟା ଜଳୁଛି ଆଉ କ'ଣ, ମାଡ଼ ଖାଇନୁ ପାଲାବାଲା ବୋଲି ପ୍ରଭୁ ବଞ୍ଚେଇ ଦେଲେ। ତେଣୁ ଜ୍ଞାନୀଜନ ମୋର କହିବାର କଥା ତମକୁ କାହିଁକି ଡାକି ନାହାନ୍ତି? ଶିବ ସେଇଠି କହିଲେ ଦକ୍ଷ ସଭାହମ ସନ ଅପମାନ, ଦକ୍ଷ ସଭାହମ ସବ ଅପଦାନ, ସେଇ କାରଣ କର ହୁଁ ଅପମାନ। ଗପିଲେ ପାଲା ହବ। ତେଣୁ ଜ୍ଞାନୀଜନ ଆପଣ ମାନେ ବିଚାର କରନ୍ତୁ କାହିଁ ଆମକୁ ଡାକିଲେନି? ନା ହେଇ ଦିନେ ଆମେ ଗୋଟେ ସଭାରେ ବସିଛୁ, ସେଇଠି ବ୍ରହ୍ମା ଅଛନ୍ତି, ବିଷ୍ଣୁ ଅଛନ୍ତି, ଇନ୍ଦ୍ରଚନ୍ଦ୍ର ବରୁଣ କୁବେର ଅଛନ୍ତି, ମୁଁ ମଧ୍ୟ ବସିଛି, ବ୍ରହ୍ମା ବିଷ୍ଣୁ ମହେଶ୍ୱର। ପ୍ରବେଶ କଲେ ସେଦିନ ଦକ୍ଷ ପ୍ରଜାପତି। ଆଜ୍ଞା କହିଲେ ମଧ୍ୟରେ ଯେ ବ୍ରହ୍ମା ରୁଦ୍ର ଥିଲେ ସିଏ ଦକ୍ଷକୁ ଦେଖି ନ ଉଠିଲେ। ଆଜ୍ଞା ବ୍ରହ୍ମା ବିଷ୍ଣୁ ମହେଶ୍ୱର ଥିଲେ, ବ୍ରହ୍ମା ଉଠିବେନି, ବିଷ୍ଣୁ ଉଠିବେନି, ଶିବ ବସି ପଡ଼ିଲେ। ଆଜ୍ଞା ଦକ୍ଷ ପ୍ରଜାପତିର ଏ କଥାଟା ମନରେ ରହିଛି, ସେ କଥା ପ୍ରକାଶ ପାଇଲାନି। ଯୋଉଦିନ ବ୍ରହ୍ମା କହିଲେ ଦକ୍ଷକୁ ବୋଲେ ବେଦବର ତୁ ବାଜପେୟ ଯଜ୍ଞ କର, ଯେମିତି ଦକ୍ଷ ପ୍ରଜାପତି ହେଇଗଲା, ତା ମନରେ ଗର୍ବ ଆସିଲା। କୋଉଦିନ ମୁଁ ଶିବଙ୍କୁ ଅପମାନ ଦେବି। ସତୀ ଡାକିଲେ, କହିଲେ ସ୍ୱାମୀ ତମେ ବଡ଼ ଠାକୁର ନା, ସମସ୍ତେ ଈଶ୍ୱର ହେଲେ ତମେ ମହେଶ୍ୱର, ସମସ୍ତେ ଦେବ ହେଲେ ତମେ ମହାଦେବ। ଆଚ୍ଛା ତମ ଚରିତ୍ର ପଢିଲେ ଲୋକ କଣ ଶିଖିବ? ଭଗବତ ଗୀତାରେ ବ୍ୟାସ କହିଛନ୍ତି, ଲେଖିଲେ ଯଜଦା ଚରତି ଶ୍ରେଷ୍ଠ ସ୍ତତ ଦେବତରୋଜନ ସଜତ ପ୍ରମାଣଂ କୁରୁତେ ଲୋକସ୍ତଦ ଅନୁବର୍ତ୍ତତେ। ବଡ଼ ଭାଇ ଯାହାକୁ ବାପା ଡାକିବ, ସାନ ଭାଇ ଭଉଣୀ ତାକୁ ବାପା ଡାକିବେନି? ଆଜ୍ଞା ହରିନାଥ ନିରଞ୍ଜନକର ମାର୍କଣ୍ଡେୟ ବାହିନୀପତି କ୍ଷେତ୍ରବାସୀ ମିଶ୍ର ପରମାନନ୍ଦ ଶରଣ ଜଗନ୍ନାଥ ବେହେରା ଯାହା କରିଥିଲେ ଆମେ ପାଲାବାଲା ସେଇଆ କରିବୁ ନା। ଆଚ୍ଛା ସେ ସତୀ କହିଲେ ସ୍ୱାମୀ ତୁମ ଶ୍ୱଶୁରକୁ ଏଡେ ବଡ଼ ସଭାରେ ତମେ ଯଦି ସମ୍ମାନିତ ନ କଲ, ଦୁନିଆରେ ଲୋକ କଣ ଶିଖିବେ ତମଠାରୁ? ହଁ ମୋ ଶ୍ୱଶୁରକୁ କାହିଁ ନମସ୍କାର କରିବା? ଶିବ ତ ତାଙ୍କ ଶ୍ୱଶୁରକୁ ନମସ୍କାର କଲେନି। ଆଜ୍ଞା ଆମେ କହିବା ଶିବ ଦେବ ଦେବ ମହାଦେବ। ଆପଣ ପଢନ୍ତୁ ଭାଷ 13ଟା ନାଟକ ଚକ୍ର ଭିତରେ ଗୋଟା ରାମାୟଣ ଲେଖିଛନ୍ତି ପ୍ରତିମା ନାଟକ। ଯୋଉଦିନ ରାମ ଲକ୍ଷ୍ମଣ ବିଶ୍ୱାମିତ୍ର କାମ୍ୟକବନରେ ଅହଲ୍ୟାକୁ ଉଦ୍ଧାର କରି ବିଶ୍ରାମ କରିଛନ୍ତି, ରାତି ପାଇଲେ ଗଙ୍ଗା ନଦୀ ପାରି ହେବେ, ମିଥିଳା ଯିବେ ଜନକ ରାଜାଙ୍କର ଶିବଧନୁ ଉତ୍ସବକୁ। ଶିବ କାହିଁକି ଦକ୍ଷକୁ ନମସ୍କାର କଲେନି? କୁମାର ସମ୍ଭବ ବହି କାହିଁ ଲେଖା ହେଇଛି? ଆଜ୍ଞା ସମସ୍ତେ ଶୋଇଛନ୍ତି, ବିଶ୍ୱାମିତ୍ର ଶୋଇଛନ୍ତି, ରାମ ବୈକୁଣ୍ଠ ବିହାରୀ ନାରାୟଣ। ଆମେ ଜାଣିଛେ ନା ଭୂଭାର ନିବାରଣ କରିବା ପାଇଁ ବୈକୁଣ୍ଠ ବିହାରୀ ନାରାୟଣ ରାମ ନାମରେ ରାମ ରୂପରେ ଅବତୀର୍ଣ୍ଣ ହୋଇଛନ୍ତି, ନିରାକାର ନରାକାର ହେଇଛନ୍ତି। କିନ୍ତୁ ରାମ ଉଠିଲେ, କାହିଁକି ଉଠିଲେ ଜାଣିଛନ୍ତି?
विश्वामित्रंकर पाद सेवा करिवे विश्वामित्र जने साधारण तपस्वी ना राम जदि वैकुंठ बिहारी नारायण विश्वामित्रंकर पाद सेवा काई करिवे ज्ञानी जन नियम कारण राम आज छात्र